हाँ बुझे पृथ्वी रे प्रथम पूजा होची शिवंकर पूजा। विष्णुंकर पूजा ये बहु परवर्ती समय आसिला। एकमात्र विष्णुंक रूप रे जड़े पूजा पाउथले से होउछन्ति सूर्य। गीतार मध्य कहा जाइछि आदित्य नामां विष्णु ज्योतिषं रविरं सुवार। सूर्य होउछन्ति विष्णु एवं शिव होउछन्ति महेश्वर। से प्रलयाधीश्वर नुहंती, से क्रोधी नुहंती। तांको नारे अपप्रचार करा जाइछि। सत्यम शिवम सुंदरम ओम नमः शिवाय महाकाल रुद्र यही सब शब्द रे से बहुत खुशी। तो डम्बरूर शब्द गुड़ा डम्बरू थाए से डम्बरूर शब्द होची ओंकार ध्वनि। तार से कहते तमें कई दुनिया रे बड़ नुहे समस्त जड़े बड़ होउछन्ति परमात्मा। त्रिशूलटिए धरिछन्ति त्रिशूल धारणं त्रितापहरणम। आध्यात्मिक ताप आत्महत्या, आदि भौतिक ताप रोग, आदि दैविक ताप अकाल। त्रिशूल धारणम त्रितापहरणम। जमती कहा जाउछि विभूति लेपन महिमांक दान। से विभूति कले ये यज्ञ पाउस बड़ी होती से 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 पाउस नुहे। तांको विभूति होउछि महिमा। गीतार 10म अध्याय पढ़ंतु से महिमाटा होउछि। तो से महिमा शब्द रु आसिला तांकर महिम्न स्तोत्र। तेणु शिव शब्दर अर्थ होउछि पृथ्वी। समग्र पृथ्वी होउछन्ति शिव। पार्वती प्रकृति रूपिणी माँ होउछन्ति पार्वती। गणेश आम समस्त मस्तिष्क भितर थिबा जो विद्या से होउछन्ति गणेश। कार्तिक आमरी भितर थिबा रोग प्रतिषेधक शक्ति। आपण माने भल कर विचार करिवे गोटे रोग आम भितर अच्छी तार तार सन्य सामत अधिक हो से रोगटा आमको मारी बसला। आम डाक्तर पाखक जाइकरी आउ गोटे प्रतिषेधक इंजेक्शन की टीका नेलु से कौन ना सेटा होती प्रतिषेधक शक्ति। तार से जी सैन्य थे ताठारु आउरी डबल सैन्य ये पठे। से जो प्रतिषेधक शक्ति सी होती निजे कार्तिक। से कृत्तिका नक्षत्र अनुजाई से कार्तिक होती। तापरे ताको आगे रही वृषभ। आपण मान जितेबाला शिशु अनंतर पवित्र आश्रम को आसवे आमर जो अरिलो अरिलो शिशु अनंत से द्वार देश गोटे मूर्ति रखा यज्ञ मूर्ति। से यज्ञ मूर्ति से होती धर्म रूपी वृषभ। ये जो गाई माने गाई गोरु संगे जो वृषभ बुलुचंदी सी नुहति। तांकर 4टा सिंह
ଚତ୍ୱାରି ଶୃଙ୍ଗ। এই ଚତ୍ୱାରି କିଏ? ଧର୍ମ, ଅର୍ଥ, କାମ, ମୋକ୍ଷ ଯିଏ ପ୍ରଦାନ କରନ୍ତି ସିଏ ହେଉଛନ୍ତି ଚତ୍ୱାରି। ତିନୋଟି ପାଦ, ଏ ତିନି ପାଦିଆ ଷଣ୍ଢଙ୍କର ଉଦ୍ଦେଶ୍ୟ କ'ଣ ନା ଆମେ ତିନି ଜନ୍ମରୁ ଉଦ୍ଧାର ହେବା ସେସବୁ ଅଲଗା କଥା, କିନ୍ତୁ ଆମେ ଯେଉଁ ବିଶ୍ୱାସ କରୁ ଯେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଭୂର୍ ଭୁବ ସ୍ୱ। ଭୂ କହିଲେ ପୃଥିବୀ, ଭୁବ କହିଲେ ଭୁବ ପୃଥିବୀ ଭିତରେ ଯାହା ଅଛି, ସ୍ୱ କହିଲେ ଆମେ ନେଇଯାଏ। ଚତ୍ୱାରି ଶୃଙ୍ଗା ଏଇଭଳି ଭାବରେ ତାଙ୍କର ଦୁଇଟା ମୁହଁ, ଦୁଇଟି ତାଙ୍କର ମୁହଁ। ଦୁଇଟି ମୁହଁ କ'ଣ? ସିଏ ହେଉଛନ୍ତି ପ୍ରକୃତି ଆଉ ପୁରୁଷ, ପୁରୁଷ ଆଉ ନାରୀର ଦୁଇଟି ମୁହଁ ସେ। ତେଣୁ ସେ ବନ୍ଧା ହେଇଛନ୍ତି କେଉଁଠି? ଖୁଣ୍ଟରେ। କେମିତି ବନ୍ଧା ହେଲେ? ଗାୟତ୍ରୀ ଛନ୍ଦରେ ସେ ବନ୍ଧା ହେଇଛନ୍ତି। ସିଏ ହେଉଛନ୍ତି ଯଜ୍ଞ ସ୍ୱରୂପ। ଆପଣମାନେ ସେ ଫଟୋ ଉଠେଇକି ନେଇ ଘରେ ପୂଜା କରିପାରନ୍ତି, ତାଙ୍କୁ ଆମେ ଗୋରକ୍ଷନାଥଙ୍କ ରୂପରେ ପୂଜା କରୁଛୁ। ଏଇ ଗୋରକ୍ଷନାଥ ହେଉଛନ୍ତି ଯଜ୍ଞ ସ୍ୱରୂପ। ସେ ମୂର୍ତ୍ତିଟି ସେ ବୃଷଭ। ତାପରେ ଭକ୍ତ ଯେତେବେଳେ ଶିବଙ୍କୁ କିଛି ଦୁଃଖ କହିବାକୁ ଯିବ, ସେ କ'ଣ ତାର କହିବ, କିନ୍ତୁ ବୃଷଭଙ୍କ ଉପରେ ହାତ ଦେଇ ବୃଷଭଙ୍କ କର୍ଣ୍ଣଗହ୍ୱରରେ ନିଜର ଦୁଃଖଟି କହିକି ଆସିବ। ତାହେଲେ ସେ ଦୁଃଖ ଖାଲି ବୃଷଭ ନୁହଁନ୍ତି, ଦେବୀଙ୍କ ପାଖରେ ଯେଉଁ ଦେବୀମାନଙ୍କ ପାଖରେ ଯେଉଁ ବାଘ ସିଂହ ପୂଜା ହେଉଛନ୍ତି, ସେ ବାହନ, ଆମେ ତାଙ୍କୁ ଗୋଟେ ବାହନ ବୋଲି ଭାବୁ। ବାହନ କଲେ ମୃଗ, ସେ ନା ପ୍ରକୃତରେ ସେୟା ନୁହେଁ। ସେ ହେଉଛନ୍ତି ବାହକ। ତାକୁ ଆମେ ଅପଭ୍ରଂଶ କରି କହୁଛୁ ବାହନ। ଆମର ଦୁଃଖକୁ ଯିଏ ବହି ନେଲା, ତାଙ୍କ ପାଖରେ ପହଞ୍ଚେଇ ଦେଲା, ସେଇମାନେ ହେଉଛନ୍ତି ବାହକ। ଏଇଭଳି ଭାବରେ ଶିବଙ୍କର ପୂଜା, ଗଜଲକ୍ଷ୍ମୀଙ୍କର ପୂଜା ପରେ, ଦୁର୍ଗାଙ୍କ ପୂଜା ପରେ ଗଜଲକ୍ଷ୍ମୀ, ତାପରେ ମା କାଳୀଙ୍କର ପୂଜା ବି ଆସିବ। ତେଣୁ ଏ କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଶିବଙ୍କ ଉଦ୍ଦେଶ୍ୟରେ ଏ ପୂଜା ଦିନଟି ସମର୍ପିତ। ତେଣୁ ସତ୍ୟମ୍ ଶିବମ୍ ସୁନ୍ଦରମ୍, ଏ ତିନୋଟି ଶବ୍ଦକୁ ମନେ ରଖି କଣ୍ଠଚକ୍ରକୁ ଧ୍ୟାନ କରି ପଦ୍ମାସନରେ ବସି ସତ୍ୟମ୍ ଶିବମ୍ ସୁନ୍ଦରମ୍ ଏତିକି କହିଲେ ଯଥେଷ୍ଟ। ଶିବ ହେଉଛନ୍ତି ଆଶୁତୋଷ। ସେ ଜଳରେ ଅଭିଷେକ ହେବାକୁ ଭଲ। ଆମେ କ'ଣ କରୁ? କ୍ଷୀର ଢାଳୁ, ଦହି ଢାଳୁ, କ'ଣ ଶିବ କ୍ଷୀର ପିଇବେ? ଇଏ ସବୁ ଭୁଲ କଥା ଆଡ଼କୁ ଯାଅନା। କ୍ଷୀର ଭୋଗ କର, ଦହି ଭୋଗ କର, ଛେନା, ତାଙ୍କର ରମ୍ବା ଫଳ କଦଳୀ ହେଉଛି ତାଙ୍କର ଭାରି ପ୍ରିୟ, ସେ କଦଳୀ ଭୋଗ କର, ଆଉ ସବୁ କର, ଘିଅ ମାର, କିନ୍ତୁ ସବୁଯାକ ଘର୍ଷଣ କରି ତାକୁ ଗୋଟିଏ ଜାଗାରେ ଆଣି ରଖ। ଭକ୍ତମାନେ ପାଇବେ, ଆପଣମାନେ ପାଇବେ। କେବଳ ଶିବ ଜଳରେ ଅଭିଷେକ ହେବେ। ନମସ୍ତ ରୁଦ୍ର ମନ୍ୟବହୁତ ହି କବେ ନମଃ ବାହୁ ଉଦତେ ନମଃ ଜାତେ ରୁଦ୍ର ଶିବ ତନୁରୋଗ ପାପ କାଶିନୀ ତୟା। ଏଇ ଯେଉଁ ନୀଳ ସୂକ୍ତ, ଇଏ ଶିବଙ୍କ ଉଦ୍ଦେଶ୍ୟରେ ଲେଖା ହେଇନି, ଇଏ ସେଇ ପରମାତ୍ମାଙ୍କ ଉଦ୍ଦେଶ୍ୟରେ
ଲେଖା ହେଇଛି ପାହାଡ଼, ହେ ଶିବ ତୁମେ ପାହାଡ଼, ତୁମେ ପର୍ବତ, ତୁମେ ବିଜୁଳି, ତୁମେ ଘଡ଼ଘଡ଼ି, ତୁମେ ବର୍ଷା, ତୁମେ ଶସ୍ୟ, ଏଇ କଥା ଲେଖା ହେଇଛି। ସେ ନନାମାନେ ଆମର ପଢ଼ୁଛନ୍ତି, ଯଜମାନ ଭାବୁଛନ୍ତି ଓ କେଡ଼େ ବଡ଼ ପଣ୍ଡିତ, କେତେ ମନ୍ତ୍ରଗୁଡ଼ା ପଡ଼ିଗଲା। କିନ୍ତୁ ସେ ମନ୍ତ୍ରର ଅର୍ଥ ଯେଉଁମାନେ ଅଭିଜ୍ଞ ପଣ୍ଡିତ ସିଏ ଆକୁ ବୁଝିଛ, ଯେଉଁମାନେ ଅନଭିଜ୍ଞ ପଣ୍ଡିତ ସେ କିଛି ବୁଝିନାହାନ୍ତି। ସେ ଯଜମାନଙ୍କୁ ଶୁଣେଇକିରି ମାନେ ଭାବୁଛନ୍ତି ଆମେ ଭଲ ବୋଲୁଛୁ ଆଉ। କିନ୍ତୁ ତାଙ୍କର ନୀଳ ସୁକ୍ତ, ନୀଳ କହିଲେ ଶୂନ୍ୟ, ନୀଳ ସୁକ୍ତ। ଏଇଭଳି ଭାବରେ ବହୁତ କଥା ଅଛି। ସେଥିରେ ଗୋଟିଏ ଶ୍ଲୋକ ପଢ଼ି ମୋର କଥାକୁ ବିଶ୍ରାମ ଦେଉଛି। ଭାଲେ ଶଶିରିଜସ୍ୟ ଜତେଷୁ ଗଙ୍ଗା ତନୁ ଫଣିନୋ ନୟନ ହୃଦାସ ରାଜ୍ୟାର୍ଧ ଅଙ୍ଗେ ଗରଳସ୍ୟ କଣ୍ଠେ ହିତାର୍ଥ ଦେବ ହେ ପାର୍ବତୀ ପ୍ରିୟ। ଇଏ ଜଣେ ଭଲ ପଣ୍ଡିତ ମୋତେ ଏ ଶ୍ଲୋକଟି ମୋତେ ଖୁସିରେ ଦାନ କରିଦେଲେ। ଭାଲେ ଶଶିରିଜସ୍ୟ ଜତେଷୁ ଗଙ୍ଗା, ମୂଳ ଅକ୍ଷର ରହିଲା ଭା। ତନୁ ଫଣିନ ନୟନ ହୃଦାସ, ମୂଳ ଅକ୍ଷର ରହିଲା ତ। ରାଜ୍ୟଙ୍ଗେ ଗରଳସ୍ୟ କଣ୍ଠେ, ମୂଳ ଅକ୍ଷର ରହିଲା ତ। ହିତାର୍ଥ ଦେବ ହେଇପାରିବ ହି, ଭାତ ନାହିଁ ଆମକୁ ଖାଇବାକୁ ଦିଅ। ଏ ଜଣେ ବିଶିଷ୍ଟ ପଣ୍ଡିତ ମୋତେ ଏ ଶ୍ଲୋକ ଟିକେ ଦେଇଦେଲେ। ତେଣୁ ସେ ଶ୍ଲୋକ ଆଜି ବି ମୋର ମନେ ଅଛି, ଆପଣମାନେ ବି ପଢ଼ିବେ। ଏତିକିରୁ କଥା ବିଶ୍ରାମ କରିଦେବା। ସତ୍ୟମ୍ ଶିବମ୍ ସୁନ୍ଦରମ୍, ସତ୍ୟମ୍ ଶିବମ୍ ସୁନ୍ଦରମ୍, ହେ ସତ୍ୟ ଶିବ ସୁନ୍ଦରମ୍, ହେ ସତ୍ୟ ଶିବ ସୁନ୍ଦରମ୍, ହେ ସତ୍ୟ ଶିବ ସୁନ୍ଦରମ୍, ହେ ସତ୍ୟ ଶିବ ସୁନ୍ଦରମ୍। ସତ୍ୟମ୍ ଶିବମ୍ ସୁନ୍ଦରମ୍, ସତ୍ୟମ୍ ଶିବମ୍ ସୁନ୍ଦରମ୍, सत्यं शिवं सुन्दरं, सत्यं शिवं सुन्दरम्।